ରାଜନ୍ୟ ମଣ୍ଡଳୀ ଅଧ୍ୟାୟ 8। ଦୁର୍ଭିକ୍ଷ ସମ୍ବନ୍ଧରେ ପୂର୍ବ ଚେତାବନୀ। ଯେଉଁ ବାଳକଟିକୁ ଏଲିସା ପୁନର୍ଜୀବିତ କରିଥିଲା ତାର ମାତାକୁ ସେ କହିଲେ, ତୁମେ ଓ ତୁମ ପରିବାର ବର୍ଗ ନିଜ ସ୍ଥାନ ତ୍ୟାଗ କରି ଯେଉଁଠି ହେଲେ ଅବସ୍ଥାନ କର, କାରଣ ପ୍ରଭୁ ଏକ ଦୁର୍ଭିକ୍ଷ ସଂଗଠିତ କରାଇବେ ଓ ତାହା 7 ବର୍ଷ ବ୍ୟାପୀ ରହିବ। ସୁତରାଂ ନାରୀଟି ଦିବ୍ୟ ପୁରୁଷଙ୍କ ବାକ୍ୟକୁ କାର୍ଯ୍ୟରେ ପରିଣତ କଲା। ସେ ଓ ତାର ପରିବାର ବର୍ଗ ଫିଲିସ୍ତୀୟ ମାନଙ୍କ ଦେଶକୁ ଯାଇ ସେଠାରେ 7 ବର୍ଷ ଧରି ଅବସ୍ଥାନ କଲେ। ସେହି 7 ବର୍ଷ ସମାପ୍ତ ହେଲା ପରେ ଫିଲିସ୍ତୀୟ ମାନଙ୍କ ଦେଶରୁ ଫେରି ଆସି ତାର ଗୃହ ତଥା ଭୂ ସମ୍ପଦ ତାହାକୁ ଫେରି ଦେବା ପାଇଁ ନାରୀଟି ରାଜାଙ୍କୁ ପ୍ରାର୍ଥନା କଲା। ସେ ସମୟରେ ରାଜା ଦିବ୍ୟ ପୁରୁଷଙ୍କ ଭୃତ୍ୟ ଗେହାସୀ ସହ ବାର୍ତ୍ତାଳାପ କରୁଥିଲେ। ସେ କହିଲେ, ଏଲିସାଙ୍କ ଦ୍ୱାରା ସମ୍ପାଦିତ ମହତ୍ କାର୍ଯ୍ୟାବଳୀ ମୋତେ କୁହ। ଏଲିସା ମୃତ ଲୋକକୁ ଜୀବିତ କରିଥିବା ବିଷୟରେ ଗେହାସୀ ରାଜାଙ୍କ ନିକଟରେ ବର୍ଣ୍ଣନା କରିବା ବେଳେ ପୁନଃ ଜୀବିତ ହୋଇଥିବା ବାଳକଟିର ସେହି ମାତା ରାଜାଙ୍କ ନିକଟକୁ ଆସି ନିଜ ଗୃହ ତଥା ଭୂ ସମ୍ପଦ ପାଇଁ ନିଜର ଗୁହାରି ପ୍ରକାଶ କଲା। ସେ ସମୟରେ ଗେହାସୀ କହିଲା, ମୋର ମୁନିବ ହେ ରାଜା, ଏ ସେହି ନାରୀ ଓ ଏହି ହେଉଛି ତାର ସେହି ପୁତ୍ର ଯାହାକୁ ଏଲିସା ପୁନର୍ଜୀବିତ କରିଥିଲେ। ରାଜା ଯେବେ ତାକୁ ପଚାରିଲେ, ନାରୀଟି ସକଳ ବିଷୟ ତାଙ୍କୁ ଜଣାଇ ଦେଲେ। ସୁତରାଂ ରାଜା ତା ନିମନ୍ତେ ଜଣେ କର୍ମଚାରୀକୁ ନିଯୁକ୍ତ କରି କହିଲେ, ଏହି ନାରୀଟିର ସକଳ ବସ୍ତୁ ଏବଂ ଏ ଦେଶ ତ୍ୟାଗ କରି ପ୍ରସ୍ଥାନ କରିଥିବା ଦିନଠାରୁ ଅତ୍ୟାବଧି ସେହି କ୍ଷେତ୍ର ଉତ୍ପାଦିତ ସମସ୍ତ ଆଦାୟ କରି ତାହାକୁ ଫେରସ୍ତ କର। ଏଲିସା ଓ ହାସାଏଲ। ଏଲିସା ଦାମାସ୍କସକୁ ଗଲେ ଓ ସିରିଆର ରାଜା ବେନ୍ ଦାହାଦ ରୋଗ ପ୍ରପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ। ଯେବେ ତାଙ୍କୁ କୁହାଗଲା ଦିବ୍ୟ ପୁରୁଷ ଏହିଠାକୁ ଆସୁଅଛନ୍ତି, ତେବେ ରାଜା ହାସାଏଲକୁ କହିଲେ, ଏକ ଉପହାର ସଙ୍ଗରେ ନେଇ ସେହି ଦିବ୍ୟ ପୁରୁଷଙ୍କୁ ଭେଟି ପ୍ରଭୁଙ୍କ ଅଭୀଷ୍ଟ ଜାଣିବା ସକାଶେ ତାଙ୍କୁ ପଚାର, ଏହି ରୋଗରୁ ମୁଁ କ'ଣ ଆରୋଗ୍ୟ ଲାଭ କରିବି? ତହୁଁ ଦିବ୍ୟ ପୁରୁଷଙ୍କୁ ସାକ୍ଷାତ କରିବା ପାଇଁ ହାସାଏଲ ଗଲା ଓ ଦାମାସ୍କସରେ ଉତ୍ପାଦିତ ସର୍ବଶ୍ରେଷ୍ଠ ସର୍ବବିଧି ଉତ୍କୃଷ୍ଟ ବସ୍ତୁକୁ ଉପହାର ସଦୃଶ 40ଟି ଓଟ ଉପରେ ବୋଝଇ କରି ସେ ସଙ୍ଗରେ ନେଇଥିଲା। ସେ ଆସି ଏଲିସାଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ କହିଲା, ତୁମ ପୁତ୍ର ଓ ସିରିଆର ରାଜା ବେନ୍ ହାଦାଦ ମୋତେ ତୁମ ପାଖକୁ ପଠାଇ ଅଛନ୍ତି। ମୁଁ କ'ଣ ଏହି ରୋଗରୁ ମୁକ୍ତ ହେବି? ଏଲିସା କହିଲେ, ତାଙ୍କ ପାଖକୁ ଯାଇ କୁହ, ସେ ଅବଶ୍ୟ ରୋଗମୁକ୍ତ ହେବ। କିନ୍ତୁ ଏହା ମଧ୍ୟ ପ୍ରଭୁ ମୋତେ ପ୍ରକଟ କରିଅଛନ୍ତି ଯେ ସେ ଅବଶ୍ୟ ମୃତ୍ୟୁବରଣ କରିବ। ତତ୍ପରେ ହାସାଏଲ ଲଜ୍ଜିତ ହେବା ପର୍ଯ୍ୟନ୍ତ ଏଲିସା ତା ପ୍ରତି ସ୍ଥିର ଦୃଷ୍ଟିରେ ନିରୀକ୍ଷଣ କଲେ। ଏହାପରେ ଦିବ୍ୟ ପୁରୁଷ କ୍ରନ୍ଦନ କରିବାକୁ ଆରମ୍ଭ କଲେ। ତହୁଁ ହାସାଏଲ ତାକୁ ପଚାରିଲା, ମୋର ପ୍ରଭୁ କାହିଁକି କ୍ରନ୍ଦନ କରନ୍ତି? ଉତ୍ତରରେ ସେ କହିଲେ, ତୁମେ ଇସ୍ରାଏଲୀୟ ଜନତା ପ୍ରତି ଯେଉଁ ଅନିଷ୍ଟ କାର୍ଯ୍ୟାବଳୀ ସାଧନ କରିବ ତାହା ମୋତେ ଜଣା। ତୁମେ ସେମାନଙ୍କ ଦୁର୍ଗସମୂହ ଦଗ୍ଧ କରିବ, ସେମାନଙ୍କ ଯୁବକମାନଙ୍କୁ ଖଡ଼୍ଗରେ ବଧ କରିବ, ସେମାନଙ୍କ ଶିଶୁମାନଙ୍କୁ କଚାଡ଼ି ଚୂର୍ଣ୍ଣ କରିବ ଓ ଗର୍ଭବତୀ ମହିଳାମାନଙ୍କ ଉଦରକୁ କାଟି ପକାଇବ। ହାସାଏଲ ପଚାରିଲା, ଏକ ଶ୍ୱାନ ମାତ୍ର ହୋଇଥିବା ତୁମର ଏହି ଦାସ କ'ଣ ଏ ସମସ୍ତ କାର୍ଯ୍ୟ କରିପାରିବ? ଉତ୍ତରରେ ଏଲିସା ତାକୁ କହିଲେ, ପ୍ରଭୁ ମୋତେ ଏହା ପ୍ରକଟ କରିଅଛନ୍ତି ଯେ ତୁମେ ସିରିଆର ରାଜା ହେବ। ତତ୍ପରେ ଏଲିସା ନିକଟକୁ ଫେରି ସେ ନିଜ ମୁନିବଙ୍କ ପାଖକୁ ଆସିଲା। ତାର ମୁନିବ ପଚାରିଲେ, ଏଲିସା ତୁମକୁ କ'ଣ କହିଛନ୍ତି? ସେ ଉତ୍ତର ଦେଲା, ସେ ମୋତେ କହିଲେ ଯେ ତୁମେ ଅବଶ୍ୟ ଆରୋଗ୍ୟ ଲାଭ କରିବ। କିନ୍ତୁ ପରଦିନ ସେ ଗୋଟିଏ କମ୍ବଳ ନେଇ ଜ୍ୱରରେ ବୁଡ଼ାଇ ତାହାକୁ
ରାଜାଙ୍କ ମୁଖ ଉପରେ ବିଛାଇ ଦେଲା। ଫଳରେ ସେ ମୃତ୍ୟୁବରଣ କଲେ। ହାସାଏଲ ତାଙ୍କ ସ୍ଥାନରେ ରାଜତ୍ୱ କଲା। ଜୁଦାର ରାଜା ଜେହରାମ ଆହାବଙ୍କ ପୁତ୍ର ଓ ଇସ୍ରାଏଲର ରାଜା ଜେରାମଙ୍କ ରାଜତ୍ୱର 5ମ ବର୍ଷରେ ଜୁଦାର ରାଜା ଜେହୋଶାଫାତଙ୍କ ପୁତ୍ର ଜେହରାମ ରାଜ୍ୟ ଶାସନର ଦାୟିତ୍ୱ ଗ୍ରହଣ କଲେ। ରାଜା ହେବା ସମୟରେ ତାଙ୍କୁ 32 ବର୍ଷ ବୟସ୍କ ହୋଇଥିଲା ଓ ସେ ଜେରୁସାଲେମରେ 8 ବର୍ଷ ବ୍ୟାପୀ ରାଜୁତି କଲେ। ଆହାବଙ୍କ ଗୃହ ସମ୍ପାଦିତ କାର୍ଯ୍ୟାବଳୀର ଅନୁସରଣ କରି ସେ ଇସ୍ରାଏଲର ରାଜାମାନଙ୍କ ମାର୍ଗରେ ବିଚରଣ କଲେ, କାରଣ ତାଙ୍କର ପତ୍ନୀ ଆହାବଙ୍କ କନ୍ୟା ଥିଲା ଓ ପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା ସେ ସାଧନ କଲେ। ତଥାପି ପ୍ରଭୁ ନିଜ ଦାସ ଦାବିଦଙ୍କ ହେତୁ ଜୁଦାକୁ ବିନାଶ କଲେ ନାହିଁ, କାରଣ ତାଙ୍କୁ ଓ ତାଙ୍କ ପୁତ୍ରମାନଙ୍କୁ ଚିରକାଳ ବ୍ୟାପୀ ଏକ ପ୍ରଦୀପ ପ୍ରଦାନ କରିବେ ବୋଲି ପ୍ରଭୁ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କର ରାଜତ୍ୱ କାଳରେ ଜୁଦାର ଶାସନ ଅଧୀନରୁ ଏଦୋମ ବିଦ୍ରୋହ କରି ନିଜ ଦେଶୀୟ ଜଣେ ବ୍ୟକ୍ତିକୁ ଆପଣାର ରାଜ ରୂପେ ନିଯୁକ୍ତି କଲେ। ତହୁଁ ଜେହରାମ ନିଜର ରଥ ସମୂହ ସମେତ ସାଇରି ଅଭିମୁଖରେ ଗମନ କଲେ। ରାତ୍ରି କାଳରେ ସେ ଓ ତାଙ୍କର ଅଶ୍ୱାରୋହୀ ସେନାପତିଗଣ ସେମାନଙ୍କୁ ବେଷ୍ଟନ କରିଥିବା ଏଦୋମୀୟମାନଙ୍କୁ ଆକ୍ରମଣ କଲେ। ତାଙ୍କର ସେନା ପରାଜିତ ହୋଇ ନିଜ ନିଜର ଗୃହକୁ ପଳାୟନ କଲେ। ଏହିପରି ଏଦୋମ ଜୁଦାର ଶାସନ ଅଧିକାର ପ୍ରତି ବିଦ୍ରୋହୀ ହୋଇ ଅତ୍ୟାବଧି ସେହିପରି ଅବସ୍ଥାନ କରେ। ସେ ସମୟରେ ଲିବନା ମଧ୍ୟ ବିଦ୍ରୋହ କରି ଉଠିଲା। ଜିହୋରାମଙ୍କ ଦ୍ୱାରା ସମ୍ପାଦିତ ଅନ୍ୟ ସମସ୍ତ କାର୍ଯ୍ୟକଳାପ ଜୁଦାର ରାଜାମାନଙ୍କ ଇତିବୃତ୍ତ ପୁସ୍ତକରେ କ'ଣ ଲିପିବଦ୍ଧ ନୁହେଁ? ଜେହୋରାମ ନିଜ ପୁତ୍ରପୁରୁଷମାନଙ୍କ ସହ ମହାନିଦ୍ରାରେ ଶୟନ କଲେ ଓ ସେମାନଙ୍କ ସହ ଦାବିଦ ନଗରୀରେ ସମାଧିସ୍ଥ ହେଲେ। ତାଙ୍କର ପୁତ୍ର ଆହାସିଆ ତାଙ୍କ ପରିବର୍ତ୍ତେ ରାଜ୍ୟ ଶାସନ ଦାୟିତ୍ୱ ଗ୍ରହଣ କଲେ। ଜୁଦାର ରାଜା ଆହାସିଆ ଇସ୍ରାଏଲର ରାଜା ଆହାବଙ୍କ ପୁତ୍ର ଜେରାବଙ୍କ ରାଜତ୍ୱ କାଳର 12 ବର୍ଷରେ ଜୁଦାର ରାଜା ଜେହରାମଙ୍କ ପୁତ୍ର ଆହାସିଆ ରାଜ୍ୟ ଶାସନ ଭାର ଗ୍ରହଣ କଲେ। ସେ ସମୟରେ ତାଙ୍କୁ 22 ବର୍ଷ ବୟସ ହୋଇଥିଲା ଏବଂ ସେ ଜେରୁସାଲେମର 1 ବର୍ଷ ରାଜୁତି କଲେ। ତାଙ୍କର ମାତା ଆତାଲିଆ ନାମରେ ନାମିତ ଥିଲା ଓ ସେ ଇସ୍ରାଏଲର ରାଜା ଅମ୍ରିଙ୍କ ପୁତ୍ରୀ ଥିଲେ। ଆହାସିଆ ଆହାବଙ୍କ ମାର୍ଗବଳୀକୁ ଅନୁସରଣ କରି ବିଚରଣ କଲେ। ଆହାବଙ୍କ ଗୃହ ସାଧନ କରିଥିବା ଅନୁଯାୟୀ ସେ ମଧ୍ୟ ପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା ସାଧନ କଲେ, କାରଣ ସେ ଆହାବଙ୍କ ଗୃହ ସହିତ ଜାମାତା ଭାବେ ସମ୍ବନ୍ଧ ସ୍ଥାପନ କରିଥିଲେ। ସିରିଆର ରାଜା ହାସାଏଲଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆହାବଙ୍କ ପୁତ୍ର ଜେରାମଙ୍କ ସହ ସେ ରାମେତ ଗିଲେୟାଦକୁ ଯାଇଥିଲେ। ସେଠାରେ ଆରମୀୟମାନେ ଜେରମାଙ୍କୁ ଆହତ କଲେ। ସିରିଆ ରାଜା ହାସେଲଙ୍କ ବିରୁଦ୍ଧରେ ସଂଗ୍ରାମ କରିବା ସମୟରେ ରାମାରେ ଆମାରୀୟମାନଙ୍କ ଦ୍ୱାରା ଆଘାତପ୍ରାପ୍ତ କ୍ଷତରୁ ସୁସ୍ଥ ହେବା ଉଦ୍ଦେଶ୍ୟରେ ରାଜା ଜେରମ ଜେସ୍ରେଲକୁ ଫେରିଗଲେ। ଜୁଦାର ରାଜା ଜେହୋରାମଙ୍କ ପୁତ୍ର ଆହାସିଆ ଆହାବଙ୍କ ପୁତ୍ର ଜେରାମଙ୍କୁ ପରିଦର୍ଶନ କରିବା ପାଇଁ ଜେସ୍ରେଲକୁ ଗଲେ, କାରଣ ସେ ଅସୁସ୍ଥ ଥିଲେ। ଦ୍ୱିତୀୟ ରାଜନ୍ୟ ମଣ୍ଡଳୀ ଅଧ୍ୟାୟ 9। ଇସ୍ରାଏଲର ରାଜା ଜେହୁ। ପ୍ରବକ୍ତା ବୃନ୍ଦଙ୍କ ପୁତ୍ରମାନଙ୍କ ମଧ୍ୟରୁ ଜଣକୁ ଡାକି ପ୍ରବକ୍ତା ଏଲିସା କହିଲେ, ତୁମ କଟି ଦେଶକୁ ବାନ୍ଧ ଓ ଏହି ତୈଳ ପାତ୍ର ନେଇ ରାମଥ ଗିଲିୟାଦକୁ ଯାତ୍ରା କର। ସେଠାରେ ପହଞ୍ଚି ନିମସିଙ୍କ ପତ୍ର ଓ ଜେହୋଶାଫାତର ପୁତ୍ର ଜେହୁଙ୍କୁ ସନ୍ଧାନ କର। ତାଙ୍କର ସମୀପବର୍ତ୍ତୀ ଲୋକମାନଙ୍କ ମଧ୍ୟରୁ ତାଙ୍କୁ ଡାକି ଗୋଟିଏ ଅନ୍ତରତମ କକ୍ଷକୁ ନେଇଯାଇ ଏହି ତୈଳ ତାଙ୍କ ମସ୍ତକ ଉପରେ ଢାଳି ଦିଅ ଓ ତାଙ୍କୁ କୁହ, ପ୍ରଭୁ ଏହିପରି କହନ୍ତି, ମୁଁ ତୁମକୁ ଇସ୍ରାଏଲର ରାଜା ରୂପେ ଅଭିଷିକ୍ତ କରେ। ତତ୍ପରେ ଦ୍ୱାର ଖୋଲି ଅବିଳମ୍ବ ପଳାୟନ କର। ଏହାପରେ ପ୍ରବକ୍ତା ବୃନ୍ଦ
अंतर्भुक्त ସେହି जुदा रमाद गिलियाद को प्रस्थान गले। से सेठारे पहुँचवा समय सेनापति माने सभारे उपविष्ट थिले। से कहिले, हे सेनापति, तुमठारे मोर एक कार्य अछि। जेहू पचारिले, आम मध्यरु काहा संगे तुमर कार्य अछि? प्रवक्ता कहिले, तुमठारे तहु जेहू उठी गृह मध्य को गले। से समय ସେହି युवा जनक तांको मस्तक उपरे तैल ढाली दे कहिले, इस्राएल प्रभु ईश्वर एहिपरि कहନ୍ତି, प्रभुଙ୍କ स्वजन इस्राएल राजा रूपे मु तुमको अभिषिक्त करे। तुमे तुम मुनिब आहाबर गृह को विनष्ट करिब, जेपरिक मोर दास वृंद प्रवक्ता तथा अन्य प्रभु दास मानक रक्तपात पाई जेसेबेल ठारू मु प्रतिशोध नेबी। आहाबर समस्त वंश विनष्ट हेबे। इस्राएल मध्यरे आहाबर वंश अंतर्भुक्त स्वाधीन किंबा पराधीन समग्र पुरुष व्यक्ति को मु संहार करिबी। सेहिपरि मु आहाबर गृह को नेबातर पुत्र जेरेबोआम व आहिजार पुत्र बासार गृह सदृश करिबी। श्वान माने जेसेबेल शरीर को जेस्रेल सीमा सरहद मध्यरे आहार करिबे, केही ताकू कबर देव नाही। एहा परे से द्वार खोली पलायन कले। जेहू जेबे निज मुनिबंक परिचारक मानक निकट को आसिले, तेबे से माने पचारिले, समस्त कुशल तो? सेही बातुल व्यक्ति तुम पाखकू काहेकि आसीथिला? उत्तर रे से कहिले, ताकू तार वार्तालाप तुम मानकू जଣା अटे। किंतु से माने कहिले, ताहा ठीक नुहे, तुमे आम मानकू कुह। से समय रे से कहिला, से मते एपरि कहिले, प्रभु कहନ୍ତି, मु तुमको इस्राएल राजा रूपे अभिषिक्त करे। तहु से माने निज निजर पोशाक नहीं जेहूंक सम्मुखरे सोपान उपरे बिछाइले व तुरी वादन पूर्वक विज्ञापन कले, जेहू राजा अटंती। जेरामंक आहासियांक निधन। निमसींक पुत्र व जेह साफंतंक पुत्र जेहू जेरामंक विरुद्ध रे षड्यंत्र कले। से समय सीरियार राजा हासाएल विरुद्ध रे जेराम इस्राएलीय सैन्य समेत रामेथ गिलेयाद रे छाउणी पकाइले अवस्थान करथिले। किंतु सीरियार राजा हासाएल सहित संगठित युद्ध समय रे आरामीय मानक द्वारा आघात प्राप्त क्षतरु आरोग्य लाभ करिबा पाई जेराम जेस्रेल को फेरी जाइथिले। जेहू सेमानकु कहिले, एहा ही जदि तुम मानक मन बांछा, तेबे नगरी परित्याग करी केही जेस्रेल को जाई एही वृत्तांत विदित न करू। तत्परे जेहू रथा आरोहण करी जेस्रेल को यात्रा कले, कारण जेराम सेठारे शय्याशायी थिले। आउ जुदार राजा आहासिया जेरामंकु परिदर्शन करिबा पाई आसीथिले। जेहू व तांकर सहगामी लोकंक आगमन देखी जेस्रेल गंबुज उपरे दंडायमान थिबा प्रहरी कहिला, एक दल लोक आसुथिबा मु देखुअछि। तहु जेराम कहिले, जणे अश्व आरोही को पठाई से माने शांति उद्देश्य रे आसु अछंती कि नाही बोली प्रश्न कर। तेणु जणे व्यक्ति अश्वारोहण करी सेमानंक निकट को जाई पचारिला, तुमे शांति उद्देश्य रे आसु अछ कि नाही बोली राजा अनुसंधान करती। उत्तर रे जेहू कहिले, शांति सहित तुमर कि संपर्क? तुमे मोर पश्चात गमन कर। प्रहरी जेरामंकु कहिला, दूतटी सेमानंक निकट को गला, किंतु से फेरु नाही। तत्परे से जणे द्वितीय अश्वारोही को पठाइले। से सेमानंक निकटवर्ती होई पचारिला, तुमे शांति उद्देश्य रे आसुछ कि नाही बोली राजा अन्वेषण करती। जेहू पुनराय कहिले, शांति सहित तुमर कि संपर्क? तुमे मोर पश्चात गमन कर। प्रहरी पुनराय राजा कहिले, दूत सेमानंक निकट को गला, किंतु से फेरु नाही। रथ चालना निमिषंक पुत्र जेहूंकर रथ चालना सदृश देखा जाए, कारण से अति बेगरे रथ चलाए। से समय रे जेराम कहिले, रथ प्रस्तुत कर। तहु से माने तांकर रथ प्रस्तुत कले। एहा परे इस्राएल राजा जेराम व जुदार राजा आहासिया निज निजर रथरे आसीन होई जेहूंक साक्षात उद्देश्य रे बाहरी गले।
ସେମାନେ ତାଙ୍କୁ ଜେସ୍ରେଲୀୟ ନବଥର ଭୂମିରେ ଭେଟିଲେ। ଜେହୁଙ୍କୁ ଦେଖି ଜୋରାମ ପଚାରିଲେ, ହେ ଜେହୁ, ତୁମେ ଶାନ୍ତି ଉଦ୍ଦେଶ୍ୟରେ ଆସିଅଛ କି? ଉତ୍ତରରେ ଜେହୁ କହିଲେ, ତୁମ ମାତାର ବ୍ୟଭିଚାର ତଥା ଯାଦୁ ବିଦ୍ୟା ପରିବର୍ତ୍ତ ହୋଇ ରହିଥିବା ସମୟ ପର୍ଯ୍ୟନ୍ତ କିପରି ବା ଶାନ୍ତି ବିରାଜିତ ହୋଇପାରିବ? ତତ୍କ୍ଷଣାତ୍ ଜୋରାମ ନିଜ ଅଶ୍ୱକୁ ବୁଲାଇ ଦେଇ ପଳାୟନ କଲେ ଓ ଆହାସିଆକୁ କହିଲେ, ହେ ଆହାସିଆ, ରାଜା ବିଦ୍ରୋହ ସହାସ ଜେହୁ ନିଜର ସର୍ବଶକ୍ତି ପ୍ରୟୋଗ କରି ଧନୁ ଟାଣି ଜୋରାମଙ୍କ ସ୍କନ୍ଦ ଦ୍ୱୟର ମଧ୍ୟସ୍ଥାନକୁ ସ୍ୱର ମାରିଲେ। ସ୍ୱରଟି ତାଙ୍କ ହୃଦୟ ବିଦ୍ଧ କଲା ଓ ସେ ରଥରେ ନିପତିତ ହେଲେ। ଜେହୁ ନିଜର ସେନାପତି ବିଦ୍କାରକୁ କହିଲେ, ତାକୁ ନେଇ ଜେସ୍ରେଲୀୟ ନାବୋଥର କ୍ଷେତ୍ରସ୍ଥଳୀରେ ନିକ୍ଷେପ କର। ତାର ପିତା ଆହାବର ପଶ୍ଚାତ୍ ଭାଗରେ ମୁଁ ଓ ତୁମେ ଏକତ୍ର ଯାତ୍ରା କରିଥିବା ସମୟରେ ତା ବିପକ୍ଷରେ ପ୍ରଭୁ କଥିତ ବଚନ ସ୍ମରଣ କର। ପ୍ରଭୁ କହନ୍ତି, ମୁଁ ଶପଥ କରେ ଯେ ଗତକାଲି ମୁଁ ଯେପରି ନାବୋଥ ଓ ତାର ପୁତ୍ରମାନଙ୍କ ରକ୍ତପାତ ଦେଖିଥିଲି, ସେହିପରି ମୁଁ ଏହିଠାରେ ତୁମଠାରୁ ପ୍ରତିଶୋଧ ନେବି। ସୁତରାଂ ବର୍ତ୍ତମାନ ପ୍ରଭୁ କଥିତ ବଚନ ମୁତାବକ ତାକୁ ନେଇ ସେହି ଭୂସ୍ଥଳୀରେ ନିକ୍ଷେପ କର। ଏହା ଦେଖି ଜୁଦାର ରାଜା ଆହାସିଆ ବେତ୍ ହାଗାନ ଅଭିମୁଖରେ ପଳାୟନ କଲେ। ଜେହୁ ତାଙ୍କର ପଶ୍ଚାତ୍ ବୋଧନ କଲେ ଓ କହିଲେ, ତାଙ୍କୁ ମଧ୍ୟ ସ୍ୱର ମାରି ଆଘାତ କର। ଇବ୍ଲେୟାମ ସମୀପବର୍ତ୍ତୀ ଗେରୁରର ଉଠାଣିଆ ସ୍ଥାନରେ ସେମାନେ ତାଙ୍କୁ ସ୍ୱର ମାରିଲେ, କିନ୍ତୁ ସେ ମେଗିଦୋକୁ ପଳାୟନ କଲେ ଓ ସେଠାରେ ମୃତ୍ୟୁବରଣ କଲେ। ତହୁଁ ତାଙ୍କର ପରିଚାରକମାନେ ତାଙ୍କୁ ରଥରେ ଜେରୁସାଲେମକୁ ନେଇଗଲେ ଏବଂ ଦାବିଦ ନଗରୀର ନିଜ ପିତୃପୁରୁଷମାନଙ୍କ ସହ ତାଙ୍କ ସମାଧିରେ ତାଙ୍କୁ ସମାଧିସ୍ଥ କଲେ। ଆହାବଙ୍କ ପୁତ୍ର ଜୋରାମଙ୍କ ରାଜତ୍ୱ କାଳରେ 11 ବର୍ଷରେ ଆହାସିଆ ଜୁଦା ଉପରେ ରାଜତ୍ୱ କରିବାକୁ ଆରମ୍ଭ କଲେ। ଜେଜେବେଲର ନିଧନ। ଜେହୁ ଜେସ୍ରେଲରେ ଆସି ପହଞ୍ଚିଛନ୍ତି ବୋଲି ଶୁଣିବାକୁ ପାଇ ଜେଜେବେଲ ନିଜ ଚକ୍ଷୁ ରଞ୍ଜିତ କରି ଓ ମସ୍ତକ ଭୂଷିତ କରି ଝରକା ଦେଇ ବାହାରକୁ ଚାହିଁଲା। ଜେହୁ ଦ୍ୱାର ଅତିକ୍ରମ କରିବା ସମୟରେ ଜେଜେବେଲ ପଚାରିଲା, ତୁମ ମୁନିବ ଘାତକ, ହେ ଶ୍ରୀମୀ, ତୁମେ ଶାନ୍ତି ଉଦ୍ଦେଶ୍ୟରେ ଆସିଛ କି? ଝରକା ଦିଗରେ ଚକ୍ଷୁ ଉତ୍ତୋଳନ କରି ଜେହୁ ପଚାରିଲେ, କିଏ ମୋର ସପକ୍ଷରେ ଅଛି? କିଏ? 2 ବା 3 ନପୁଂସକ ତାଙ୍କ ଆଡ଼କୁ ଚାହିଁଲେ। ଜେହୁ କହିଲେ, ତାହାକୁ ଧରି ତଳକୁ ଫିଙ୍ଗି ଦିଅ। ସେମାନେ ତାହାକୁ ଧରି ତଳକୁ ନିକ୍ଷେପ କଲେ। ତାହାର କିଛି ରକ୍ତ କାନ୍ଥ ତଥା ଘଟକମାନଙ୍କ ଉପରେ ଛିଟିକି ପଡ଼ିଲା ଏବଂ ଘଟକମାନେ ତାହାକୁ ପଦଦଳିତ କଲେ। ଏହାପରେ ଜେହୁ ଗୃହ ମଧ୍ୟରେ ପ୍ରବେଶ କରି ଭୋଜନ ଓ ପାନ କଲେ। ତତ୍ପରେ ସେ କହିଲେ, ବର୍ତ୍ତମାନ ସେହି ଅଭିଶପ୍ତ ନାରୀ ସମ୍ପର୍କରେ କିଛି କର ଓ ତାହାକୁ ସମାଧି କର, କାରଣ ସେ ଜଣେ ରାଜକନ୍ୟା। କିନ୍ତୁ ତାହାକୁ ସମାଧିସ୍ଥ କରିବାକୁ ଯାଇ ସେମାନେ ତାହାର ଖପୁରି ପାଦ ତଥା ପାପୁଲି ବ୍ୟତୀତ ଅନ୍ୟ କିଛି ଦେଖିବାକୁ ପାଇଲେ ନାହିଁ। ତହୁଁ ସେମାନେ ଫେରି ଆସି ଏହି ବୃତ୍ତାନ୍ତ ତାକୁ ଜଣାଇବାରୁ ସେ କହିଲେ, ନିଜ ଦାସ ତିସ୍ବୀୟ ଏଲିଜାଙ୍କ ମାଧ୍ୟମରେ ପ୍ରଭୁ କଥିତ ବଚନ ଏହା, ଜେସ୍ରେଲ ସୀମା ସରୋବର ମଧ୍ୟରେ ଶ୍ୱାନମାନେ ଜେଜେବେଲର ମାଂସ ଆହାର କରିବେ ଏବଂ ଜେଜେବେଲର ମୃତଦେହ ଜେସ୍ରେଲର କ୍ଷେତର ଖତ ହେବ। ତହିଁରେ କେହି କହିପାରିବ ନାହିଁ ଯେ ଏହିଠି ଜେଜେବେଲ। ଦ୍ୱିତୀୟ ରାଜନ୍ୟ ମଣ୍ଡଳୀ ଅଧ୍ୟାୟ 10। ଇସ୍ରାଏଲ ଜୁଦାର ରାଜକୁଟୁମ୍ବର ହତ୍ୟା। ସାମାରିଆରେ ଆହାବଙ୍କର 70 ଜଣ ପୁତ୍ର ଥିଲେ। ସୁତରାଂ ସାମାରିଆର ନଗରା ଅଧିପତି ବୈଜଷ୍ଟ ଓ ଆହାବଙ୍କ ପୁତ୍ରମାନଙ୍କ ତତ୍ପାପଧାରକମାନଙ୍କ ନିକଟକୁ ପତ୍ର ପଠାଇ ଜେହୁ କହିଲେ, ତୁମ ମୁନିବଙ୍କ ପୁତ୍ରମାନେ ତୁମ୍ଭମାନଙ୍କ ସହ ଅବସ୍ଥାନ କରନ୍ତି। ତୁମ୍ଭମାନଙ୍କର ରଥ, ଘଟକ, ଦୁର୍ଗ ବିଶିଷ୍ଟ ନଗରୀ ତଥା ଅସ୍ତ୍ରଶସ୍ତ୍ର ସବୁ ମଧ୍ୟ ଅଛି। ସୁତରାଂ ଏହି ପତ୍ର ପାଇବା ମାତ୍ରେ ତୁମ ମୁନିବଙ୍କ ପୁତ୍ରମାନଙ୍କ ମଧ୍ୟରୁ ଉତ୍ତମ ତଥା ଯୋଗ୍ୟ ଜଣେ ବ୍ୟକ୍ତିକୁ ତାର ପିତାଙ୍କ ସିଂହାସନରେ
ଅଧିଷ୍ଠିତ କରାଇ ତୁମ ମୁନିବଙ୍କ ଗୃହ ସପକ୍ଷରେ ସଂଗ୍ରାମ କର। କିନ୍ତୁ ଅତ୍ୟନ୍ତ ଭୟଭୀତ ହୋଇ ସେମାନେ କହିଲେ, ଦେଖ, 2 ଜଣ ରାଜା ତାଙ୍କ ସମ୍ମୁଖରେ ଛିଡ଼ା ହୋଇପାରିଲେ ନାହିଁ, ତାହାହେଲେ ଆମେ କିପରି ଛିଡ଼ା ହେବୁ? ସୁତରାଂ ପ୍ରସାଦର ଦେବା ନଗର ଅଧିପତି ବୈଜ୍ୟେଷ୍ଠ ଓ ତତ୍ପାବକ ଧାରକମାନେ ଜେହୁଙ୍କ ପାଖକୁ ଏହି ସନ୍ଦେଶ ପଠାଇ କହିଲେ, ଆମେ ତୁମର ଦାସ, ତୁମେ ଆମକୁ ଯେଉଁ ନିର୍ଦ୍ଦେଶ ଦେବ ଆମେ ତଦନୁ ଅନୁଯାୟୀ ତାହା ସାଧନ କରିବୁ। ଆମେ କାହାକୁ ରାଜା କରିବୁ ନାହିଁ। ତୁମ ଦୃଷ୍ଟିରେ ଯାହା ଉତ୍ତମ ତାହା ସାଧନ କର। ସେ ସମୟରେ ଏହି ଦ୍ୱିତୀୟ ପତ୍ର ଲେଖି ଜେହୁ କହିଲେ, ତୁମ୍ଭେମାନେ ଯଦି ମୋର ପକ୍ଷପାତୀ ଓ ମୋର ଆଜ୍ଞାର ଅନୁଗତ ଅଟ, ତେବେ ମୁଁ ତୁମ ମୁନିବଙ୍କ ପୁତ୍ରମାନଙ୍କର ମସ୍ତକ ସମୂହକୁ ସଙ୍ଗରେ ନେଇ ଆସନ୍ତାକାଲି ପ୍ରାୟ ଏହି ସମୟରେ ଜେସ୍ରେଲର ମୋ ନିକଟକୁ ଆସ। ସେହି 70 ଜଣ ରାଜପୁତ୍ର ସେମାନଙ୍କ ପ୍ରତିପାଳକ ନଗରାଧିପତିମାନଙ୍କ ସଙ୍ଗରେ ଥିଲେ। ଜେହୁଙ୍କ ପତ୍ର ପାଇ ସେମାନେ ସେହି 70 ଜଣ ରାଜପୁତ୍ରଙ୍କ ବଧ କରି ସେମାନଙ୍କ ମସ୍ତକକୁ ଟକେଇ ଗୁଡ଼ିକରେ ରଖି ସେସବୁକୁ ଜେସ୍ରେଲର ତାଙ୍କ ପାଖକୁ ପଠାଇଲେ। ଯେତେବେଳେ ଜଣେ ବାର୍ତ୍ତାବହକ ତାଙ୍କୁ ଜଣାଇଲେ, ରାଜପୁତ୍ରମାନଙ୍କ ମସ୍ତକ ସମୂହ ଆନିତ ହୋଇଛି, ତେବେ ଜେହୁ କହିଲେ, ସେ ସବୁକୁ 2ଟି ଗଦା କରି ପ୍ରଭାତ ପର୍ଯ୍ୟନ୍ତ ନଗରୀର ପ୍ରବେଶ ପଥରେ ରଖ। ପ୍ରଭାତ ସମୟରେ ସେ ବାହାରକୁ ଯାଇ ସମସ୍ତ ଜନତାକୁ କହିଲେ, ତୁମ୍ଭେମାନେ ନିର୍ଦ୍ଦୋଷ। ଦେଖ, ମୋର ମୁନିବଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରି ତାଙ୍କୁ ବଧ କଲି, କିନ୍ତୁ ଏମାନଙ୍କୁ କିଏ ବଧ କଲା? ବର୍ତ୍ତମାନ ତୁମ୍ଭେମାନେ ହୃଦବୋଧ କର ଯେ ଆହାବଙ୍କ ଗୃହ ସମ୍ବନ୍ଧରେ ପ୍ରଭୁ ଯାହା କହିଅଛନ୍ତି ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ନିରର୍ଥକ ହେବ ନାହିଁ। କାରଣ ପ୍ରଭୁ ଆପଣା ଦାସ ଏଲିଜାଙ୍କ ଦ୍ୱାରା କଥିତ ନିଜ ବଚନକୁ ନିର୍ବାହ କରିଅଛନ୍ତି। ଜେସ୍ରେଲରେ ଆହାବଙ୍କ ବଂଶ ମଧ୍ୟରୁ ଅବଶିଷ୍ଟ ଥିବା ସମସ୍ତ ବ୍ୟକ୍ତି, ପ୍ରମୁଖ ବ୍ୟକ୍ତିଗଣ, ତାଙ୍କର ବନ୍ଧୁବାନ୍ଧବ ଓ ପୁରୋହିତମାନଙ୍କୁ ଜେହୁ ନିଧନ କଲେ। ସେମାନଙ୍କ ମଧ୍ୟରୁ ଆହାବଙ୍କର କେହି ଅବଶିଷ୍ଟ ରହିଲେ ନାହିଁ। ତତ୍ପରେ ଜେହୁ ସେଠାରୁ ପ୍ରସ୍ଥାନ କରି ସାମାରିଆରେ ଆସି ପହଞ୍ଚିଲେ। ଯାତ୍ରା ପଥରେ ମେଷପାଳକମାନଙ୍କ ବେତ୍କେଦରେ ପହଞ୍ଚି ଜେହୁ ଜୁଦାର ରାଜା ଆହାସିଆଙ୍କ ଆତ୍ମୀୟମାନଙ୍କୁ ଦେଖିବାକୁ ପାଇଲେ। ସେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କିଏ? ଉତ୍ତରରେ ସେମାନେ କହିଲେ, ଆମେ ଆହାସିଆଙ୍କ ଆତ୍ମୀୟ ଲୋକ ଅଟୁ। ଆମେ ରାଜା ଓ ରାଜମାତାଙ୍କ ସନ୍ତାନମାନଙ୍କୁ ଦର୍ଶନ କରିବା ପାଇଁ ଆସିଅଛୁ। ଜେହୁ କହିଲେ, ସେମାନଙ୍କୁ ଜୀବିତ ଅବସ୍ଥାରେ ଧରି ନିଅ। ସେମାନେ ସେମାନଙ୍କୁ ଜୀବିତ ଅବସ୍ଥାରେ ଧରି ନେଇ ବେତ୍କେଦସ୍ଥିତ ଗର୍ତ୍ତ ସମୀପରେ ନିଧନ କଲେ। ସେମାନେ 42 ଜଣ ବ୍ୟକ୍ତି ଥିଲେ। ସେମାନଙ୍କ ମଧ୍ୟରୁ କେହି ହେଲେ ରକ୍ଷା ପାଇଲେ ନାହିଁ। ଜେହୁ ସେଠାରେ ପ୍ରସ୍ଥାନ କରିବା ସମୟରେ ତାଙ୍କୁ ପରିଦର୍ଶନ କରିବା ଆଶାରେ ଆଗତ ରେଖାବଙ୍କ ପୁତ୍ର ଜେହନାଦଙ୍କୁ ଦେଖିଲେ। ତାଙ୍କୁ ଶୁଭେଚ୍ଛା ଜଣାଇ ଜେହୁ ପଚାରିଲେ, ତୁମ ପ୍ରତି ମୁଁ ଯେପରି ବିଶ୍ୱସ୍ତ, ସେହିପରି ତୁମେ ମଧ୍ୟ ମୋ ପ୍ରତି ବିଶ୍ୱସ୍ତ ଅଟ କି? ଜେହନାଦ ଉତ୍ତର ଦେଲେ, ହଁ। ଜେହୁ ପୁଣି କହିଲେ, ତାହାହେଲେ ତୁମ ହାତ ମୋତେ ଦିଅ। ସେ ତାଙ୍କ ହାତ ଦେଲେ। ଏହାପରେ ଜେହୁ ତାଙ୍କୁ ନିଜର ରଥାରୋହଣ କରାଇଲେ। ସେ କହିଲେ, ମୋ ସହ ଆସି ପ୍ରଭୁଙ୍କ ପ୍ରତି ମୋର ଉଦ୍ଯୋଗ ଦେଖ। ଏହାପରେ ସେମାନେ ରଥ ଚଳାଇଲେ। ସେ ସାମାରିଆରେ ଆସି ପହଞ୍ଚି ଆହାବଙ୍କୁ ବଧ କରିବା ପରଠାରୁ ତାଙ୍କର ଅବଶିଷ୍ଟ ଥିବା ସମସ୍ତ ବ୍ୟକ୍ତିଙ୍କୁ ନିଧନ କଲେ। ଏଲିଜାଙ୍କ ଦ୍ୱାରା କଥିତ ପ୍ରଭୁ ବଚନ ଏହିପରି ପୂର୍ଣ୍ଣ ହେଲା। ବାଲର ଉପାସକମାନଙ୍କ ହତ୍ୟା। ଜେହୁ ଜନତାକୁ ସମବେତ କରି କହିଲେ, ଆହାବ ବାଲର ଅଳ୍ପ ମାତ୍ର ସେବା କରିଥିଲେ, କିନ୍ତୁ ଜେହୁ ତାର ଅଧିକ ସେବା କରିବ। ସୁତରାଂ ବର୍ତ୍ତମାନ ବାଲର ସମସ୍ତ ପ୍ରବକ୍ତା, ଉପାସକ ଓ ପୁରୋହିତମାନଙ୍କୁ ମୋ ପାଖରେ ଏକତ୍ରିତ କର। କାହାରିକୁ ଅନୁପସ୍ଥିତି ହେବାକୁ ଦିଅ ନାହିଁ, କାରଣ ମୁଁ ବାଲ ପ୍ରତି ଏକ ବୃହତ୍ ନୈବେଦ୍ୟ ଉତ୍ସର୍ଗ କରିବି ଓ ଯେଉଁମାନେ ଅନୁପସ୍ଥିତ ରହିବେ ସେ ସମସ୍ତେ ନିହତ ହେବେ। କିନ୍ତୁ ବାଲର ଆରାଧକମାନଙ୍କୁ ନିଧନ କରିବା ଉଦ୍ଦେଶ୍ୟରେ ଜେହୁଙ୍କ ଦ୍ୱାରା ଆୟୋଜିତ ଏକ କୌଶଳ ତାହା ଥିଲା। ଜେହୁ ନିର୍ଦ୍ଦେଶ ଦେଲେ, ବାଲ ଉଦ୍ଦେଶ୍ୟରେ ଏକ ମହାସମ୍ମିଳନୀ ବିଜ୍ଞାପନ କର। ସେମାନେ ତାହା ପ୍ରଖ୍ୟାପନ କଲେ। ସମଗ୍ର ଇସ୍ରାଏଲ ତମାମ ଜେହୁ ସ୍ୱଦେଶ ପଠାଇଲେ।
ଫଳରେ ବାଲର ସମସ୍ତ ଆରାଧକମାନେ ଆସିଲେ। ଅନାଗତ କୌଣସି ବ୍ୟକ୍ତି ନଥିଲା। ସେମାନେ ବାଲର ମନ୍ଦିରରେ ପ୍ରବେଶ କଲେ ଓ ସେମାନଙ୍କ ଦ୍ୱାରା ମନ୍ଦିର ଏକ ପ୍ରାନ୍ତର ଠାରୁ ଅପର ପ୍ରାନ୍ତ ପର୍ଯ୍ୟନ୍ତ ପୂର୍ଣ୍ଣ ହେଲା। ସେ ବସ୍ତ୍ରାଗାର ରକ୍ଷକକୁ କହିଲେ, ବାଲର ସମସ୍ତ ଆରାଧକମାନଙ୍କ ପାଇଁ ବସ୍ତ୍ର ନେଇ ଆସ। ସେ ତାହା ନେଇ ଆସିଲା। ତତ୍ପରେ ରେଖାବଙ୍କ ପୁତ୍ର ଜେହୋନାଦବଙ୍କ ସଙ୍ଗରେ ଜେହୁ ବାଲର ମନ୍ଦିରରେ ପ୍ରବେଶ କଲେ ଓ ବାଲର ଆରାଧକମାନଙ୍କୁ କହିଲେ, ଏଠାରେ ତୁମ ମଧ୍ୟରେ ବାଲର ଆରାଧକମାନଙ୍କ ବ୍ୟତୀତ ପ୍ରଭୁଙ୍କ ସେବକ ଯେ କେହି ନାହିଁ, ଏହା ଖୋଜି ଦେଖ। ଏହାପରେ ନୈବେଦ୍ୟ ତଥା ହୋମବଳି ଉତ୍ସର୍ଗ କରିବା ପାଇଁ ଜେହୁ ପ୍ରସ୍ତୁତ ହେଲେ। ସେ 80 ଜଣ ଲୋକଙ୍କୁ ବାହାରେ ଠିଆ କରାଇ ସେମାନଙ୍କୁ କହିଥିଲେ, ଯେଉଁମାନଙ୍କୁ ମୁଁ ତୁମ ହସ୍ତରେ ସମର୍ପଣ କରିବି, ସେମାନଙ୍କ ମଧ୍ୟରୁ ଜଣକୁ ସୁଦ୍ଧା ପଳାୟନ କରିବା ପାଇଁ ଯିଏ ଛାଡ଼ିଦେବ, ସେ ନିଜ ଜୀବନକୁ ହରାଇ ବସିବ। ହୋମ ବଳିର ଉତ୍ସର୍ଗ ସମାପ୍ତ ହେବା କ୍ଷଣି ପ୍ରହରୀ ତଥା କର୍ମଚାରୀମାନଙ୍କୁ ଜେହୁ କହିଲେ, ଭିତରେ ପ୍ରବେଶ କରି ସେମାନଙ୍କୁ ବଧ କର, କାହାକୁ ହେଲେ ବଞ୍ଚିବାକୁ ଦିଅ ନାହିଁ। ତହୁଁ ସେମାନେ ସେମାନଙ୍କୁ ଖଡ଼୍ଗ ଦ୍ୱାରା ନିଧନ କରି ବାହାରକୁ ନିକ୍ଷେପ କଲେ। ତତ୍ପରେ ସେମାନେ ବାଲର ମନ୍ଦିର ମଧ୍ୟବର୍ତ୍ତୀ ଅନ୍ତରତମ କଷରେ ପ୍ରବେଶ କରି ସେଠାରେ ବାଲ ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ସ୍ତମ୍ଭ ସବୁ ବାହାରକୁ ନେଇ ଆସି ଦଗ୍ଧ କଲେ। ବାଲ ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ସ୍ତମ୍ଭ ତଥା ମନ୍ଦିର ବିଧ୍ୱସ୍ତ କରି ସେମାନେ ତାହାକୁ ମଳତ୍ୟାଗ ସ୍ଥାନରେ ପରିଣତ କଲେ। ତାହା ଏପର୍ଯ୍ୟନ୍ତ ସେହିପରି ଅଛି। ଏହି ପ୍ରକାରେ ଜେହୁ ବାଲକୁ ଇସ୍ରାଏଲ ମଧ୍ୟରୁ ନିଶ୍ଚିହ୍ନ କରିଦେଲେ। କିନ୍ତୁ ନେବାତାର ପୁତ୍ର ଜେରୋବୋଆମ୍ ଇସ୍ରାଏଲକୁ ପାପ କରିବା ପାଇଁ ଯେଉଁ ସୁଯୋଗ ଦେଇଥିଲେ, ସେଥିରୁ ଜେହୁ ବିମୁଖ ହେଲେ ନାହିଁ। ବେଥେଲ ଓ ଦାନରେ ପ୍ରତିଷ୍ଠିତ ସୁବର୍ଣ୍ଣ ଗୋବର୍ଷଗୁଡ଼ିକୁ ସେ ଉପାସନା କଲେ। ତହୁଁ ପ୍ରଭୁ ଜେହୁଙ୍କୁ କହିଲେ, ମୋର ଦୃଷ୍ଟିରେ ଯାହା ଉତ୍ତମ ତାହା ତୁମେ ନିର୍ବାହ କରିଥିବା ହେତୁ ଏବଂ ମୋର ଇଙ୍ଗିତ ମୁତାବକ ଆହାବର ଗୃହ ପ୍ରତି ଆଚରଣ କରିଥିବା ଯୋଗୁଁ ତୁମ ପୁତ୍ରମାନେ ଚତୁର୍ଥ ବଂଶ ପର୍ଯ୍ୟନ୍ତ ଇସ୍ରାଏଲର ସିଂହାସନରେ ଆସୀନ ହେବେ। କିନ୍ତୁ ଜେହୁ ସମ୍ପୂର୍ଣ୍ଣ ହୃଦୟ ସହ ଇସ୍ରାଏଲର ପ୍ରଭୁ ଈଶ୍ୱରଙ୍କ ବିଧାନବଳୀ ମୁତାବକ ଚାଲିବାକୁ ମନୋଯୋଗୀ ହେଲେ ନାହିଁ। ଜେରୋବୋଆମ୍ ଇସ୍ରାଏଲକୁ ଯେଉଁ ପାପ କରାଇଥିଲେ, ଜେହୁ ସେଥିରେ ବିମୁଖ ହେଲେ ନାହିଁ। ଜେହୁଙ୍କ ମୃତ୍ୟୁ। ସେହି ଦିନମାନଙ୍କରେ ଇସ୍ରାଏଲର କେତେକ ଭାଗକୁ ତା ଅଧୀନରୁ ବିଚ୍ଛିଦିତ କରିବାକୁ ପ୍ରଭୁ ଆରମ୍ଭ କଲେ। ଇସ୍ରାଏଲର ସୀମା ସରହଦ ମଧ୍ୟରେ ହାସାଏଲ ସେମାନଙ୍କୁ ପରାଜିତ କଲେ। ଜର୍ଦାନର ପୂର୍ବ ଦିଗସ୍ଥ ସମସ୍ତ ଗିଲିଆଦ ପ୍ରଦେଶ, ଗାଦ, ରେଉବେନ ଓ ମାନାସେ ଗୋଷ୍ଠୀ ଦ୍ୱାରା ଅଧ୍ୟୁଷିତ ଅଞ୍ଚଳ ସମୂହ ଏବଂ ଆର୍ନୋନ ଉପତ୍ୟକା ସମୀପସ୍ଥ ଆରାଏରଠାରୁ ବ୍ୟାପ୍ତ ଗିଲିଆଦ ତଥା ବାସାନ ପ୍ରଦେଶ ସମୂହ ସେ ଅଧିକାର କଲେ। ଜେହୁଙ୍କର ଅନ୍ୟ ସମସ୍ତ ବୃତ୍ତାନ୍ତ ଓ ତାଙ୍କ ଦ୍ୱାରା ସମ୍ପାଦିତ ଅନ୍ୟ ସମସ୍ତ କାର୍ଯ୍ୟକଳାପ ରାଜାମାନଙ୍କର ଇତିବୃତ୍ତ ପୁସ୍ତକରେ କ'ଣ ଲିପିବଦ୍ଧ ନୁହେଁ? ଜେହୁ ନିଜ ପିତୃପୁରୁଷମାନଙ୍କ ସଙ୍ଗରେ ମହାନିଦ୍ରାରେ ଶୟନ କଲେ ଏବଂ ସେମାନେ ତାଙ୍କୁ ସାମାରିଆରେ ସମାଧିସ୍ଥ କଲେ। ତାଙ୍କର ପୁତ୍ର ଯୋଆହାଜ ତାଙ୍କ ସ୍ଥାନରେ ରାଜ୍ୟ ଶାସନର ଦାୟିତ୍ୱ ଗ୍ରହଣ କଲେ। ଜେହୁ ସାମାରିଆରେ 28 ବର୍ଷ ଧରି ଇସ୍ରାଏଲର ଉପରେ ରାଜୁତି କଲେ।